ହେଲା। ଜୟ ଜଗନ୍ନାଥ। ଚତୁର୍ଥ ଶ୍ରେଣୀର ପିଲାମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ପିଲାମାନେ ତମର ସାହିତ୍ୟ ବହିର କବିତାଟି ଆଜି ପଢିବା। ଚାଲ। ନା ସେଇ କବିତାଟିର ନାମ କଣ? ନା ଓଡ଼ିଶା ମୋର ଦେଶ। ରାମକୃଷ୍ଣ ନନ୍ଦଙ୍କର ରଚିତ ଓଡ଼ିଶା ମୋର ଦେଶ କବିତାଟିକୁ ପିଲାମାନେ ଭଲସେ ପଢିବା, ଆବୃତ୍ତି କରିବା ଏବଂ ବୁଝିବା। ଚାଲ ପିଲାମାନେ ଦେଖିବା କଣ ଅଛି ସେଇ କବିତାଟିରେ। ନା ଓଡ଼ିଶା ମୋର ଦେଶ। ପିଲାମାନେ ତମେ ଓଡ଼ିଶା ମୋର ଦେଶ କହିଲେ ତମେ କଣ? ଓଡ଼ିଶା ତ ଆମର ରାଜ୍ୟ। ପିଲାମାନେ ତମେ ଦେଶ ପୁଣି କଣ ପାଇଁ ଏଠି ଲେଖାଯାଇଛି? ନା ଓଡ଼ିଶା ଆମର ଦେଶ କଣ ପାଇଁ ପିଲାମାନେ ଲେଖାଯାଇଛି? ନା ଯେତେବେଳେ ଆମର କବି ରାମକୃଷ୍ଣ ନନ୍ଦ ଲେଖିଥିଲେ ଏହି କବିତାଟିକୁ, ନା ସେତେବେଳେ ଆମର ଓଡ଼ିଶା କଣ ଥିଲା? ନା ସେତେବେଳେ ଦେଶ ଥିଲା। ଏବେ କଣ? ଆମର ରାଜ୍ୟ। ଏବେ ଅଛି ରାଜ୍ୟ। ସେତେବେଳେ କଣ ଥିଲା? ଦେଶ ଥିଲା। କେତେ ଗଡ଼ ରାଜ୍ୟ, କେତେ ଗୁଡିଏ ରାଜ୍ୟକୁ ନେଇ ଆମ ଓଡ଼ିଶା ସେତେବେଳେ ଦେଶ ବୋଲି ଓଡ଼ିଶାକୁ କହୁଥିଲେ। ପିଲାମାନେ ଓଡ଼ିଶାର ଅନ୍ୟ ନାମ କଣ? ନା ଉତ୍କଳ, ଉଡ୍ର, କଳିଙ୍ଗ, ଏମିତି ଅନେକ ନାଁ ଆମର ଓଡ଼ିଶାର ଅଛି। ପିଲାମାନେ ବୁଝିଲ? ସେଥିପାଇଁ ଓଡ଼ିଶା ମୋର ଦେଶ ବୋଲି କବି ଲେଖିଛନ୍ତି। ତାଙ୍କ ସମୟରେ ସେହି କବିତାଟିକୁ ସିଏ ରଚନା କରିଛନ୍ତି। ସେହି ସମୟରେ ଆମ ଓଡ଼ିଶା ରାଜ୍ୟ ନଥାଇ ଦେଶ ବୋଲି କହୁଥିଲେ। ଚାଲ ପିଲାମାନେ କବିତାଟିକୁ ଭଲସେ କଣ କରିବା? ବୁଝିବା ଏବଂ ଆବୃତ୍ତି କରିବା। ଆଗ ଆବୃତ୍ତି କରିଦେବା ପିଲାମାନେ ଗୀତଟିକୁ ଭଲସେ। ଦେଖ ସମସ୍ତେ ପିଲାମାନେ। ଓଡ଼ିଆ ମୁହିଁ, ଓଡ଼ିଆ ମୁହିଁ, ଓଡ଼ିଆ ମୋର ଦେଶ। ଓଡ଼ିଆ ମୁହିଁ, ଓଡ଼ିଆ ମୁହିଁ, ଓଡ଼ିଶା ମୋର ଦେଶ। ଏହି ଦେଶରେ ଜନ୍ମ ମୋର, ଏହି ଦେଶର ବାସ। ଧନ ନଥିଲେ ଭାବ ନାହିଁ, ମନରେ ଅଛି ବଳ। ମନର ବଳେ କରିପାରେ ମୁଁ ଦୁନିଆ ଟଳମଳ। ଆମ ଦେଶରେ ମହାନଦୀଟି ସାଗର ସଙ୍ଗେ ମିଶେ। ଗଡ଼ଜାତର ପାହାଡ଼ ମାଳା ପାଚେରୀ ପରି ଦିଶେ। ଏହି ଦେଶର ବଡ଼ ଦେଉଳେ ଜଗତନାଥ ବିଜେ। ଏହି ଦେଶର କୀର୍ତ୍ତି ମାଳା ଚଉଦିଗରେ ରାଜେ। ଓଡ଼ିଶା ଦେଶ ଗଛ ପତର, ଓଡ଼ିଶା ଦେଶ ମାଟି। ଓଡ଼ିଆ ଘର ଭାତ ତିଅଣ, ଓଡ଼ିଆ ପିଲା ପାଟି। କେଡ଼େ ମଧୁର କି ମନୋହର ଆମରି ଦେଶ କଥା। ଆମରି ବିଲ, ଆମରି ଫୁଲ, ଆମରି ତରୁଲତା। ଏହି ଦେଶରେ ଚିଲିକା ହ୍ରଦ, ଭୁବନେଶ୍ୱର ପୁରୀ। କୋଣାର୍କ ଦେଉଳ ଦେଖି ମରନ୍ତି ଲୋକେ ଝୁରି। ଓଡ଼ିଶା ଆମ ଜନ୍ମ ଭୂମି ହୋଇଛି ଆଜି ହୀନ। ଆମେ ଆଣିବୁ ଫେରାଇ ତାର ସୁଖ ସିରିର ଦିନ। ଏଇ ଦେଶର ପାଣି ପବନେ ଶରୀର ହେଲା ଗଢ଼ା। ଏଇ ଦେଶର ଚାଟଶାଳୀରେ ଶିଖିଲୁ ପାଠ ପଢ଼ା। ଏଇ ଦେଶର ସେବାରେ ଆମ ଜୀବନ ହେଉ ଶେଷ। ଓଡ଼ିଆ ଆମେ, ଓଡ଼ିଆ ଆମେ, ଓଡ଼ିଶା ଆମ ଦେଶ। ପିଲାମାନେ କବିତାଟିକୁ ଭଲସେ ଆମେ କଣ କଲେ? ଆବୃତ୍ତି କଲେ। ତମେ ଗୀତଟିକୁ ମନେ ରଖିବ ପଢିକି। ପିଲାମାନେ ଚାଲ ବୁଝିବା ଭଲସେ। ଆମ ଓଡ଼ିଶା ମୋର ଦେଶ ଯୋଉ କବି କହିଛନ୍ତି, ଏଠାରେ ନା ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ, ତାର କଳା, ତାର ସଂସ୍କୃତି, ସଂସ୍କାର, ଆମ ଓଡ଼ିଶାର ସନ୍ତାନ ମାନଙ୍କର ସଂସ୍କାର କେମିତି ଥିଲା, ତାଙ୍କର କୀର୍ତ୍ତି କିପରି ଥିଲା, ତାର ପ୍ରାକୃତିକ ସୌନ୍ଦର୍ଯ୍ୟ କିପରି ଥିଲା, ସବୁ ଏଇ କବିତାରେ କବି ରାମକୃଷ୍ଣ ନନ୍ଦ ରଚନା କରିଛନ୍ତି। ପିଲାମାନେ ଚାଲ ବୁଝିବା। ନା କବି ହେଲେ କିଏ? ରାମକୃଷ୍ଣ ନନ୍ଦ ହେଲା। ଚତୁର୍ଥ ଶ୍ରେଣୀର ପିଲାମାନେ ସମସ୍ତେ ବହିକୁ ଦେଖି ଗୀତଟିକୁ ପଢି ମନେ ରଖିବ ଏବଂ ଭଲସେ ବୁଝିବ। ପିଲାମାନେ ଦେଖ ନା କଣ କହିଛନ୍ତି କବି? ଓଡ଼ିଆ ମୁହିଁ, ଓଡ଼ିଆ ମୁହିଁ, ଓଡ଼ିଶା ମୋର ଦେଶ। ଓଡ଼ିଆ ମୁହିଁ, ଓଡ଼ିଆ ମୁହିଁ, ଓଡ଼ିଶା ମୋର ଦେଶ। ଏହି ଦେଶରେ ଜନ୍ମ ମୋର, ଏହି ଦେଶରେ ବାସ। ନା ମୁଁ ଜଣେ ଓଡ଼ିଆ ବୋଲି ନିଜକୁ ଗର୍ବର ସହିତ କହୁଛନ୍ତି। ଓଡ଼ିଶା ମୋର ମାତୃଭୂମି, ଏହି ହଉଛି ମୋର କଣ ଦେଶ ବୋଲି କବି କହୁଛନ୍ତି। ଏହି ଦେଶରେ, ଏହି ଓଡ଼ିଶା ରାଜ୍ୟକୁ ସେ ଦେଶ ବୋଲି କହୁଛନ୍ତି। ସେତେବେଳେ ଦେଶ ଥିଲା ନା, ସେଥିପାଇଁ ସେ ଦେଶ ବୋଲି କହୁଛନ୍ତି। ଏହି ଦେଶରେ ଜନ୍ମ ମୋର, ଏହି ଦେଶରେ ବାସ। ଏହି ଓଡ଼ିଶା
ଉତ୍କଳ ମାତୃଭୂମି ଓଡ଼ିଶା ମାତୃଭୂମିରେ ମୋର ଘର, ଏହି ଦେଶରେ ମୋର ବାସ ବୋଲି କବି କହୁଛନ୍ତି। ତାପରେ କଣ କହୁଛନ୍ତି ନା, ଧନ ନଥିଲେ ଭାବନା ନାହିଁ ମନରେ ଅଛି ବଳ, ମନ ବଳେ କରିପାରେ ମୁଁ ଦୁନିଆ ଟଳମଳ। ଧନ ନଥିଲେ ଭାବନା ନାହିଁ ମନରେ ଅଛି ବଳ। ପିଲାମାନେ ନା ଧନ ନାହିଁ ନା ଭାବନା, ଯାହା ପାଖରେ କଣ ଧନ ନାହିଁ ପିଲାମାନେ ତା ପାଖରେ କଣ ସେ ଅଧିକ ଉଚ୍ଚ ଭାବନା କରିପାରିବ ନାହିଁ। ବର୍ତ୍ତମାନ ପିଲାମାନେ ଆମେ ଯାହା ପାଖରେ ଧନ ଅଛି, ବ୍ୟାଙ୍କ ବାଲାନ୍ସ ଅଛି, ଗାଡି ଅଛି, ଧନ ଅନୁଯାୟୀ କଣ ସାଙ୍ଗସାଥୀ ବଡ ସମ୍ପର୍କ କଣ କରୁଛନ୍ତି ଲୋକମାନେ ସୃଷ୍ଟି କରୁଛନ୍ତି। କିନ୍ତୁ ଏଠାରେ ସେ କଣ ତାଙ୍କର ଧନର ଅଭାବ, ଧନ ଯଦି ନାହିଁ ତାଙ୍କର ଉଚ୍ଚ ଆଶା ସେମାନେ ଭାବି ପାରିବେ ନାହିଁ ବୋଲି କବି କହୁଛି। କିନ୍ତୁ ଧନ ନଥିଲେ କଣ ହବ, ଭାବନା ନଥିଲେ କଣ ହବ ନା, ଧନ ନାହିଁ ଭାବନା ନାହିଁ ମନରେ କିନ୍ତୁ କଣ ଅଛି ନା ବଳ ଅଛି, ମନୋବଳ ଅଛି। ମନୋବଳ ଯଦି ଆମେ କୌଣସି ଆମର ଧନ ନଥାଉ କି କିଛି ବି ନଥାଉ, ଯଦି ଆମର ଯଦି ଯେକୌଣସି କାର୍ଯ୍ୟ କରିବା ପାଇଁ ଯଦି ଆମର ମନୋବଳ ଅଛି ପିଲାମାନେ, ଆମେ କଣ କରିପାରିବା ନା ସେଇ କାର୍ଯ୍ୟକୁ ଆମେ ହାସଲ କରିପାରିବା। ନା କେମିତି ନା ଯେତେବେଳେ ଦେଖ ପିଲାମାନେ ତମରି ବୟସର ପିଲାଟିଏ ଯେତେବେଳେ 12 ବର୍ଷର ପିଲାଟିଏ ଯେତେବେଳେ ବାଜି ରାଉତ ସେ କଣ କରୁଥିଲା ନା ଡଙ୍ଗା ରେ ଯେତେବେଳେ ଇଂରେଜ ଲୋକମାନେ କହିଲେ ନା ରେ ଟୋକା ତୁ ଆସ ଆମକୁ ପାରି କର, ସେ କଣ କରୁଥିଲା ନା ମୁଁ କେବେ ବି ମୋ ମାତୃଭୂମିର କୁ ମୁଁ ଅପମାନିତ କରିବି ନାହିଁ, ତମ ମାନଙ୍କୁ ମୁଁ ମୋ ନୌକାରେ ପାର କରିବି ନାହିଁ, ତମ ମାନଙ୍କୁ ସେ ଯେତେବେଳେ ମନା କରିଦେଇଥିଲା କଣ କରିଥିଲା ସେଇ ସମୟରେ ଇଂରେଜ ଲୋକମାନେ ତାକୁ କଣ କରିଥିଲେ ନା ଗୁଳି ମାରି ଦେଇଥିଲେ। ଏବଂ ତାଙ୍କର ସେଇ ସମୟରେ ଲୋକମାନଙ୍କର ମନ କଣ ହେଇଥିଲା ସବୁ ଟଳମଳ ହେଇଯାଇଥିଲା, ଦୁନିଆ ଟଳମଳ ହେଇଯାଇଥିଲା। ଏଠିକି ଟିକେ ଛୋଟ ପିଲାଟି ହେଲେ ମଧ୍ୟ ସେ ଦେଶ ପାଇଁ କଣ କରିଛି ଜୀବନ ଦେଇଛି। ଆଉ କିଏ ନା ଧର୍ମପଦ ପିଲାମାନେ ତମର ବୟସରେ ପିଲାଟିଏ ନା ସେ 12 ବର୍ଷର ପିଲା, ସେ କଣ କରିଥିଲା ନା କୋଣାର୍କ ମନ୍ଦିରର ମୁଣ୍ଡି ସିଏ ମାରିଥିଲା ନା, କିଏ ଧର୍ମପଦ। ତାର କଣ ମନୋବଳ ଥିଲା, ଦୃଢ ମନୋବଳ ଥିବାରୁ ସେ କଣ କରିପାରିଲା ନା କୋଣାର୍କ ମନ୍ଦିରର ସିଏ ମୁଣ୍ଡି ମାରି ପାରି 1200 କାରିଗରଙ୍କର ଜୀବନ ରକ୍ଷା କରିପାରିଥିଲା ପିଲାମାନେ, ବୁଝିଲ। ସେଥିପାଇଁ ସବୁବେଳେ କଣ ମନୋବଳ କେତେବେଳେ ହେଲେ ବି ଭାଙ୍ଗିବ ନାହିଁ, ମନୋବଳ ରଖିକି ଯେକୌଣସି କାର୍ଯ୍ୟ କଲେ କାର୍ଯ୍ୟ ସଫଳ ହବ ବୋଲି କବି କହୁଛନ୍ତି। ନା ଧନ ନଥିଲେ ଭାବନା ନାହିଁ ମନରେ ଅଛି ବଳ, ମନର ବଳେ କରିପାରେ ମୁଁ ଦୁନିଆ ଟଳମଳ। କରିପାରିଲେ ନା ଧର୍ମପଦ ବାଜି ରାଉତ କରିପାରିଲେ ନା। ଆମର ଉତ୍କଳମଣି ଗୋପବନ୍ଧୁ ମଧ୍ୟ ସେତେବେଳେ ନା କଣ କରୁଥିଲେ ନା ତାଙ୍କର ଘରେ ତାଙ୍କର ରୋଗିଣା ପୁତ୍ର ଥିଲେ ମଧ୍ୟ ହଇଜାରେ ପଡିଥିବା ଲୋକମାନଙ୍କୁ ସେ କଣ କରୁଥିଲେ, ଘର ଘର ବୁଲିକି ସେ ଖାଦ୍ୟ ବାଣ୍ଟୁଥିଲେ ଏବଂ ସମସ୍ତଙ୍କୁ ସାହାଯ୍ୟ କରୁଥିଲେ। ନା ଆମର ଘରେ ଗୋଟିଏ ପୁତ୍ରର ଜୀବନ ରକ୍ଷା କରିବା ଅପେକ୍ଷା ଆମର ଆହୁରି ଶହ ପୁତ୍ର ମାନଙ୍କର ଜୀବନ ରକ୍ଷା କରିବା ପାଇଁ ସେ କହୁଥିଲେ ପିଲାମାନେ। ସେଥିପାଇଁ ତାକୁ ଉତ୍କଳମଣି ଗୋପବନ୍ଧୁ ବୋଲି କୁହାଯାଏ ପିଲାମାନେ। ଆମ ଦେଶରେ ମହାନଦୀଟି ସାଗର ସଙ୍ଗେ ମିଶେ, ଗଡଜାତର ପାହାଡମାଳା ପାଚେରୀ ପରି ଦିଶେ। ଆମ ଦେଶ ଏଠାରେ କେଉଁ ଦେଶକୁ କୁହାଯାଇଛି ନା ଓଡିଶା ପିଲାମାନେ। ଓଡିଶାର ମହାନଦୀ କେଉଁଠାରୁ ବାହାରିଛି ପିଲାମାନେ ନା ଛତିଶଗଡ ଅମରକଣ୍ଟକ ମାଳଭୂମିରୁ ଆମର ଛତିଶଗଡରୁ ବାହାରିଛି ମହାନଦୀ, ସାଗର ସଙ୍ଗେ ମିଶେ। କୋଉଠି ସାଗର ମାନେ କଣ ସମୁଦ୍ରରେ ଯାଇକି ମିଶିଛି। ଆମର ଏଇ ଓଡିଶାରେ ଏଇ ମାତୃଭୂମିରେ ଆମର ଯୋଉ ବଡ ନଦୀ, ଆମର ଓଡିଶାର ବଡ ନଦୀ କିଏ ହେଲା ମହାନଦୀ। ଏହି ମହାନଦୀ କୋଉଠି ଯାଇକି ମିଶିଛି ନା ସମୁଦ୍ରରେ। ଆମର ଯୋଉ ଅଛି ଭାରତର ପୂର୍ବରେ ଅଛି କଣ ନା ବଙ୍ଗୋପସାଗର, ପୁରୀରେ ସେଇ ବଙ୍ଗୋପସାଗର, ପଶ୍ଚିମରେ ଅଛି ଆରବ ସାଗର ପିଲାମାନେ, ଦକ୍ଷିଣରେ ଅଛି କଣ ଭାରତ ମହାସାଗର, ଉତ୍ତରରେ ଅଛି ସୁଉଚ୍ଚ ହିମାଳୟ ପର୍ବତମାଳା। ଆମ ଦେଶ ଭାରତ, ବର୍ତ୍ତମାନ ଆମ ଦେଶ ହଉଛି ଭାରତ, କିନ୍ତୁ ସେତେବେଳେ ଆମ ଦେଶ ଥିଲା କଣ ଓଡିଶା। ଆମ ଦେଶରେ ମହାନଦୀଟି ସାଗର ସଙ୍ଗେ ମିଶେ, ଗଡଜାତର ପାହାଡମାଳା ପାଚେରୀ ପରି ଦିଶେ। ମାନେ ଆମ ଦେଶ ଯୋଉ ଓଡିଶା ଥିଲା ସେତେବେଳେ କଣ ନା ଗଡଜାତର ପାହାଡ ଚାରିପଟେ କଣ ନା ପାହାଡର ମାଳା ପାଚେରୀ ପରି ସୁରକ୍ଷା, ଶତ୍ରୁ ମାନଙ୍କୁ କଣ କରୁଥିଲା, ଶତ୍ରୁ ମାନଙ୍କ କବଳରୁ ଶୀଘ୍ର ଆକ୍ରମଣ କରିପାରିବେ ନାହିଁ, ଚାରିପଟେ ପାଚେରୀ ପରି ଥିଲା ପାହାଡ ପିଲାମାନେ। ନା ଗଡଜାତର ପାହାଡମାଳା ପାଚେରୀ ପରି ଦିଶେ, ପ୍ରାକୃତିକ ସୌନ୍ଦର୍ଯ୍ୟ ଏଠି କବି ବର୍ଣ୍ଣନା କରିଛନ୍ତି। ଆମ ଦେଶ ଓଡିଶା ଦେଶର ଚାରିପଟେ ପାହାଡର କଣ ପାହାଡମାଳା ପାଚେରୀ ପରି ଥାଇକି ସୌନ୍ଦର୍ଯ୍ୟ ବର୍ଦ୍ଧନ କରେ। ଆଉ କଣ କହିଛନ୍ତି କବି ଦେଖିବା ପିଲାମାନେ ନା
ଏହି ଦେଶର କୀର୍ତ୍ତିମାଳା ଚୌଦିଗରେ ରାଜେ, ଓଡ଼ିଶା ଦେଶ ଗଛପତର, ଓଡ଼ିଶା ଦେଶ ମାଟି। ନା ଏହି ଦେଶର ବଡ଼ ଏଇଟା ପିଲା ଛାଡ଼ି ହେଇଗଲା ଗୋଟେ ନା ଏହି ଦେଶର ବଡ଼ ଦେଉଳେ ଜଗନ୍ନାଥ ବିଜେ, ଏହି ଦେଶର କୀର୍ତ୍ତିମାଳା ଓଡ଼ିଶା ଦେଶ, ଏହି ଦେଶର କୀର୍ତ୍ତିମାଳା ଚୌଦିଗରେ ରାଜେ। ଏହି ଦେଶ ମାନେ ଆମ ଓଡ଼ିଶା, ଏଇ ଓଡ଼ିଶା ଦେଶରେ କୀର୍ତ୍ତିମାଳା ଚୌଦିଗରେ, ଏହି ଦେଶର ବଡ଼ ଦେଉଳ ଜଗନ୍ନାଥ ବିଜେ। ବଡ଼ ଦେଉଳ ପିଲାମାନେ ଆମ ଓଡ଼ିଶାରେ ପୁରୀରେ କଣ ନା ଜଗତର ନାଥ ଜଗନ୍ନାଥ ବିରାଜମାନ କରିଛନ୍ତି। ତାଙ୍କର ନା ଭଉଣୀ ସୁଭଦ୍ରା, ତାଙ୍କର ଭାଇ ବଳଭଦ୍ର, ଏମାନଙ୍କୁ ନେଇ ରତ୍ନ ସିଂହାସନରେ ସେମାନେ ବସିକି ପୂଜା ପାଉଛନ୍ତି ଏବଂ ବିଶ୍ୱରେ ସେମାନେ ସାରା ବିଶ୍ୱ ବ୍ରହ୍ମାଣ୍ଡ ଜଗତର ନାଥ ଜଗନ୍ନାଥ ପୂଜା ପାଉଛନ୍ତି। ପିଲାମାନେ ଆମର ଏଇ ପୁଣ୍ୟ ଭୂମି ଓଡ଼ିଶା ମାତୃଭୂମି, ଆମର ଏଇ ଓଡ଼ିଶା ଭୂମିରେ କିଏ ଆମର ଜଗତର ନାଥ ଜଗନ୍ନାଥ ପୂଜା ପାଉଛନ୍ତି ବୋଲି କବି କହିଛନ୍ତି। ଏ ଦେଶର ବଡ଼ ଦେଉଳେ ଜଗନ୍ନାଥ ବିଜେ, ବଡ଼ ଦେଉଳ ସେଟା ପୁରୀରେ ପିଲାମାନେ। ଏହି ଦେଶର କୀର୍ତ୍ତିମାଳା ଚୌଦିଗରେ ରାଜେ, ଏହି ଦେଶର କୀର୍ତ୍ତିମାଳା କୀର୍ତ୍ତି ଚୌଦିଗ ମାନେ ଆମର ଏହି ଜଗତର ନାଥ ଜଗନ୍ନାଥ ବଡ଼ ଦେଉଳ ଯୋଉ ଶୋଭାବର୍ଦ୍ଧନ କରୁଛି ପୂଜିତ ହଉଛନ୍ତି ନା ପୁରୀ ବଡ଼ ଦେଉଳରେ ନା ଚୌଦିଗରେ, କେବଳ ଆମ ଓଡ଼ିଶାରେ ନାହିଁ ପିଲାମାନେ, ଆମ ସାରା ବିଶ୍ୱରେ ନା ସାରା ବିଶ୍ୱରେ କଣ କରେ ନା ତାଙ୍କର ସେ ରାଜ କରୁଛନ୍ତି ଚୌଦିଗରେ ତାଙ୍କର ପୂଜିତ। ଯୋଉ ଦେଶକୁ ଗଲେ ମଧ୍ୟ ନା ଜଗନ୍ନାଥ ଦେଶ ଜଗନ୍ନାଥ ଭୂମି କହିଲେ ଆମର ଓଡ଼ିଶା ଭୂମି ବୋଲି ସେମାନେ ଜାଣିବେ ଏବଂ ବହୁତ ସ୍ନେହ ଆଦର କରିବେ। ଏହି ଦେଶର କୀର୍ତ୍ତିମାଳା ଚୌଦିଗରେ ରାଜେ ମାନେ ଚତୁର୍ଦିଗରେ ସିଏ ବିରାଜମାନ କରିଛନ୍ତି, ତାଙ୍କର ବର୍ଦ୍ଧନ କରିଛନ୍ତି ତାଙ୍କର। ଓଡ଼ିଶା ଦେଶ ଗଛପତର, ଓଡ଼ିଶା ଦେଶ ମାଟି, ଓଡ଼ିଆ ଘର ଭାତ ତିଅଣ, ଓଡ଼ିଆ ପିଲା ପାଟି। ପିଲାମାନେ ଓଡ଼ିଶା ଦେଶ ଗଛପତର, ପୁଣି କହୁଛନ୍ତି ଆମ ଏଇ ଦେଶ ଆମ ମାତୃଭୂମି ଓଡ଼ିଶା ର ଗଛ ପତର ପାହାଡ଼ ନଦୀ ନାଳ ପ୍ରାକୃତିକ ସୌନ୍ଦର୍ଯ୍ୟ, ତାର ପାଣି ପବନ ମାଟି ବହୁତ ସୁନ୍ଦର ବୋଲି କବି ବର୍ଣ୍ଣନା କରୁଛନ୍ତି। ନା ଓଡ଼ିଆ ଘର ଭାତ ତିଅଣ, ଓଡ଼ିଆ ପିଲା ପାଟି। ପିଲାମାନେ ଓଡ଼ିଆଣୀ ଘରର ପୋଡ଼ ପିଠା, ଆରିସା କାକରା, ନା ସେ ପଖାଳ, ଦହି ପଖାଳ, ବଡ଼ିଚୁରା, ସଜନା ଶାଗ, ଆମର ଯୋଉ ଓଡ଼ିଆ ମାନଙ୍କର ଯୋଉ ଖାଦ୍ୟ ଟିକ ବି ବର୍ଣ୍ଣନା କରିଛନ୍ତି। ତିଅଣ କହିଲେ ପିଲାମାନେ କଣ ନା ତରକାରୀ, ତିଅଣ କହିଲେ ତରକାରୀ। ଓଡ଼ିଆ ଘର ଭାତ ତିଅଣ, ଓଡ଼ିଆ ପିଲା ପାଟି, ଓଡ଼ିଶା ଦେଶ ଗଛପତର, ଓଡ଼ିଶା ଦେଶ ମାଟି। ବୁଝିଲ ପିଲାମାନେ ନା ଓଡ଼ିଆ ଘର ଭାତ ତିଅଣ, ଓଡ଼ିଆ ପିଲା ପାଟି। ଆମ ଓଡ଼ିଶାର ଆମର ଯୋଉ ଭାତ, ପଖାଳ ଭାତ, ତରକାରୀ, ଭଜା, ଶାଗ, ବଡ଼ିଚୁରା, ଆମର ଯୋଉ ପ୍ରିୟ ଶାନ୍ତିରେ ଆମକୁ ଖାଦ୍ୟ, ଏ କଣ କରେ ନା ଆମ ବିଶ୍ୱରେ ସବୁଆଡେ ପ୍ରସିଦ୍ଧ ଆମ ଓଡ଼ିଆର ଓଡ଼ିଆ ଖାନା। ସେ ସବୁ କଣ ପାଉଛି ଲୋପ ପାଇଯାଉଛି ପିଲାମାନେ। ତାପରେ ଦେଖିବା କଣ କହିଛନ୍ତି କବି, କେଡେ ମଧୁର କି ମନୋହର, କେଡେ ମଧୁର କି ମନୋହର ଆମରି ଦେଶ କଥା, ଆମରି ବିଲ ଆମରି ଫୁଲ ଆମରି ତରୁ ଲତା। ପିଲାମାନେ ଆମ ଦେଶ କହିଲେ ଆମ ମାତୃଭୂମି ଓଡ଼ିଶା, ନା ଆମ ମାତୃଭୂମି ଓଡ଼ିଶାର ମଧୁର, ଆମ ଭାଷା ଆମ କଥା ମନୋହର, ଆମରି ବିଲ ଆମରି ଫୁଲ ଆମରି ତରୁ ଲତା। ନା ଆମର ଯେମିତି ମା ଆମକୁ କଣ କରିଥାଏ ପିଲାମାନେ ଲାଳନ ପାଳନ କରିକି ବଡ଼ କରିଥାଏ, ମାର କୋଳ ଆମକୁ କେତେ ସୁନ୍ଦର ଲାଗେ, ସେମିତି ନା ଆମ ଯେଉଁ ମା ମାଟି ଉପରେ ଆମେ ଲାଳନ ପାଳନ ହେଇକି ବଡ଼ ହେଇଛନ୍ତି, ତାର ଭାଷା ଆମ ପାଇଁ କେତେ ମନୋହର କେତେ ସୁନ୍ଦର। ଆମରି ଦେଶ କଥା, ଆମର ଏଇ ଭାଷା ଓଡ଼ିଶାର ଯୋଉ ଓଡ଼ିଆ ଭାଷା ଆମର କି ମନୋହର ବୋଲି କବି କହିଛନ୍ତି। ଆମ ମାତୃଭାଷାକୁ ମଧ୍ୟ ଆମେ ପିଲାମାନେ କଣ କରିବା ଦେଶ ବିଦେଶରେ ନା ସୁନାମ ଅର୍ଜନ କରିବା ପାଇଁ କବି କହିଛନ୍ତି। ନା ଆମର ଯେମିତି ଅଛି ନା ମାତୃଭୂମି ମାତୃଭାଷାରେ ମମତା, ଯା ହୃଦେ ଜନମୀ ନାହିଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ। ପିଲାମାନେ ମାତୃଭୂମିରେ ଆମ ମା ବାପା ଆମକୁ ଜନ୍ମ କରିଛନ୍ତି, ତାଙ୍କର ସାଧନା ତାଙ୍କର ତପସ୍ୟା ଆମକୁ କରିକି ଆମର ମଙ୍ଗଳ ଚିନ୍ତା କରିକି ଆମକୁ ଯେମିତି ବଡ଼ କରିଛନ୍ତି, ଆମେ ବାପା ମା କଥା ଭାବନ୍ତି, ଆମେ ମଧ୍ୟ ଆମ ସେଇ ମାତୃଭୂମିରେ ଆମେ ଲାଳନ ପାଳନ ହେଇକି
ବଡ଼ ହେଇଛନ୍ତି ତା କଥା ମଧ୍ୟ ଆମେ କ'ଣ କରିବା ଭାବିବା ତାର କଥା ତାର ସୁରକ୍ଷା ପିଲାମାନେ ଆମର ଉତ୍କଳରେ ଜନ୍ମ ହେଇଥିବା ଆମ ଓଡ଼ିଶା ମାତୃଭୂମିରେ ଜନ୍ମ ହେଇଥିବା ପ୍ରତ୍ୟେକ ସନ୍ତାନ ମାନଙ୍କର ପିଲାମାନେ କର୍ତ୍ତବ୍ୟ କେଡ଼େ ମଧୁର କି ମନୋହର ଆମରି ଦେଶ କଥା ଆମରି ବିଲ ଆମରି ଫୁଲ ଆମରି ତରୁ ଲତା ଆମରି ବିଲ ଆମରି ଫୁଲ ଆମ ଓଡ଼ିଶାରେ ଯୋଉ ଅଛି ବିଲ କ୍ଷେତ ମାଟି ଗଛ ବୃକ୍ଷ ଲତା ତରୁଲତା ଯାହା ଅଛି ସବୁ ବହୁତ ସୁନ୍ଦର ବୋଲି କବି କହୁଛନ୍ତି। ଏହି ଦେଶର ଚିଲିକା ହ୍ରଦ ଭୁବନେଶ୍ୱର ପୁରୀ କୋଣାର୍କର ଦେଉଳ ଦେଖି ମରନ୍ତି ଲୋକେ ଝୁରି। ଏହି ଦେଶ ପିଲାମାନେ କ'ଣ ନା ଆମ ଏଇ ଓଡ଼ିଶା ଦେଶକୁ ବୋଲି କବି କହୁଛନ୍ତି। ଚିଲିକା ହ୍ରଦ ଆମର ଭାରତରେ ବଡ଼ ହ୍ରଦ ପିଲାମାନେ ଲୁଣି ହ୍ରଦ ଆଉ ପକ୍ଷୀ ଅଭୟାରଣ୍ୟ ମଧ୍ୟ ଚିଲିକା ଚିଲିକା ଗୋଟିଏ କ'ଣ ଆମର ପକ୍ଷୀ ଅଭୟାରଣ୍ୟ ଆଉ ବୃହତ ଲୁଣି ହ୍ରଦ ନା ଆମର ସେ ପୁରୀ ଗଞ୍ଜାମ ଖୋର୍ଦ୍ଧା ଜିଲ୍ଲାରେ ଅବସ୍ଥିତ ସେଇ ଚିଲିକା ହ୍ରଦ। ଏହି ଦେଶରେ ଚିଲିକା ହ୍ରଦ ଭୁବନେଶ୍ୱର ପୁରୀ ଭୁବନେଶ୍ୱର ପିଲାମାନେ ଆମର କ'ଣ ମନ୍ଦିର ମାଳିନୀ ଭୁବନେଶ୍ୱର ପୁରୀ ଆମର ବଡ଼ ଦେଉଳ ଜଗନ୍ନାଥଙ୍କ ପାଇଁ ସେ ଜଗତର ନାଥ ଜଗନ୍ନାଥ ଭଗବାନ ବିଷ୍ଣୁ ନା ସେ ପୂଜିତ ହେଉଛନ୍ତି ଆମର ପୁଣ୍ୟଭୂମି ଶ୍ରୀକ୍ଷେତ୍ର ପୁରୀ ଧାମରେ ସେଇଠାରେ ସେଥିପାଇଁ କ'ଣ ପ୍ରସିଦ୍ଧ କୋଣାର୍କର ଦେଉଳ ଦେଖି ମରନ୍ତି ଲୋକେ ଝୁରି। ଆମର କୋଣାର୍କର ପିଲାମାନେ ଯେଉଁ କାରୁକାର୍ଯ୍ୟ ଅଛି ସେଇ କାରୁକାର୍ଯ୍ୟ ଦେଶ ବିଦେଶରୁ ଲୋକମାନେ ଆସିକି ଦେଖିକି ଆଶ୍ଚର୍ଯ୍ୟ ହେଇଯାଆନ୍ତି ପିଲାମାନେ ସେଥିପାଇଁ କବି କହୁଛନ୍ତି କୋଣାର୍କର ଦେଉଳ ଦେଖି ମରନ୍ତି ଲୋକେ ଝୁରି। ବୁଝିଲ ବହୁତ ସୁନ୍ଦର ହେଇଛି କବିତାଟି ପିଲାମାନେ। ତାପରେ ଦେଖିବା ଓଡ଼ିଶା ଆମ ଜନ୍ମଭୂମି ହୋଇଛି ଆଜି ହୀନ ଆମେ ଆଣିବୁ ଫେରାଇ ତାର ସୁଖ ସିରିର ଦିନ। ଓଡ଼ିଶା ଆମ ଜନ୍ମଭୂମି ଉତ୍କଳ ନା ଓଡ଼ିଶା ମାତୃଭୂମି ଆଜି କ'ଣ ହେଇଛି ନା ପଛରେ ପଡ଼ିଛି ନା ହୀନ ମନ୍ୟତାରେ ସମସ୍ତେ ଦେଖୁଛନ୍ତି। ଯେତେବେଳେ କି ରାଜା ମହାରାଜା ମାନେ ଆମର ଅତୀତରେ ସାଧବ ପୁଅମାନେ ଯାଇକି ବାଣିଜ୍ୟ ବେପାର ବହୁତ ବହୁତ ମୂଲ୍ୟବାନ ଧନ ସମ୍ପତ୍ତି ଆମ ଦେଶକୁ ଆଣୁଥିଲେ ନା ଏବେ ସେ ସବୁ କ'ଣ ଲୋପ ପାଇଯାଉଛି ପିଲାମାନେ। ଓଡ଼ିଶା ଆମ ଜନ୍ମଭୂମି ହୋଇଛି ଆଜି ହୀନ ନା ଯେତେ ଅଛି ନା ରାଜ୍ୟ ଆମର ଭାରତରେ ସବୁଠାରୁ କ'ଣ ତଳରେ ପଡ଼ିଯାଇଛି ବୋଲି କବି କହୁଛନ୍ତି। ଆମେ ଆଣିବୁ ଫେରାଇ ତାର ସୁଖ ସିରିରେ ଉତ୍କଳର ସନ୍ତାନ ମାନେ ସମସ୍ତେ ଜାଗ୍ରତ ହୁଅ ଏବଂ ଆମର ମାତୃଭୂମିକୁ ତମେ ହୀନମନ୍ୟତା ନ ଦେଖି ତାର ମାନ ସମ୍ମାନ ତମେ ଫେରେଇ ଆଣ ବିଶ୍ୱ ଦରବାରରେ ନାଁ ରଖ ବୋଲି କବି କହୁଛନ୍ତି ଏହି କବିତାରେ। ଆକ୍ଚୁଆଲି ପିଲାମାନେ ନା ଏହା ସତ ଆମର ମାତୃଭୂମିକୁ ଆମେ ତାର ନାଁ ରଖିବା। ତାପରେ ଦେଖିବା ନେକ୍ସଟ ନା ଏଇ ଦେଶର ପାଣି ପବନେ ଶରୀର ହେଲା ଗଢ଼ା ଏଇ ଦେଶର ଚାଟଶାଳୀରେ ଶିଖିଲୁ ପାଠ ପଢ଼ା। ଏଇ ଦେଶ ମାନେ ଆମ ଏଇ ଓଡ଼ିଶା ଦେଶର ପାଣି ପବନରେ ଗଢ଼ା ହେଇଛି ଶରୀର ହେଲା ଶରୀର ଆମର ଗଢ଼ା ହେଇଛି ବୋଲି କବି ରାମକୃଷ୍ଣ ନନ୍ଦ କହୁଛନ୍ତି। ସେଇ ସମୟରେ ସେ କ'ଣ କରୁଥିଲେ ନା ଚାଟଶାଳୀରେ ପଢ଼ୁଥିଲେ ପିଲାମାନେ। ବର୍ତ୍ତମାନ ତ ଚାଟଶାଳୀ ନାହିଁ ଏବେ ବିଦ୍ୟାଳୟ। ସେତେବେଳେ ଆମର ଥିଲେ ଗୋପବନ୍ଧୁ ସେ ଗଦାବରୀଶ ମିଶ୍ର ଆମର ମଧୁସୂଦନ ଦାସ ସେ ବି ଚାଟଶାଳୀରେ ସମସ୍ତେ ସେତେବେଳେ ଯୋଉ ପଢ଼ୁଥିଲେ ସେତେବେଳେ ତାଙ୍କୁ କୁହାଯାଉଥିଲା କ'ଣ ନା ଚାଟଶାଳୀ କୁହାଯାଉଥିଲା। ଏଇ ଦେଶର ଚାଟଶାଳୀରେ ଶିଖିଲୁ ପାଠ ପଢ଼ା ନା କବି ସେଇ ଚାଟଶାଳୀରେ ପାଠ ପଢ଼ିକି ଜ୍ଞାନ ଅର୍ଜନ କରିଥିଲେ ବୋଲି କବି ଲେଖିଛନ୍ତି। ନା ଏଇ ଦେଶର ପାଣି ପବନେ ଶରୀର ହେଲା ଗଢ଼ା ଆମର ଏଇ ପୁଣ୍ୟଭୂମି ଉତ୍କଳ ମାତୃଭୂମିର ଜଳବାୟୁରେ ଆମର ଶରୀର ଗଢ଼ା ହେଇଛି ବୋଲି କବି କହିଛନ୍ତି। ଏଇ ଦେଶର ସେବାରେ ଆମ ଜୀବନ ହେଉ ଶେଷ ଓଡ଼ିଆ ଆମେ ଓଡ଼ିଶା ଆମ ଦେଶ। ପିଲାମାନେ ଯେଉଁ ଦେଶରେ ଆମେ ଜନ୍ମଗ୍ରହଣ କରିଛନ୍ତି ଯେଉଁ ମାତୃଭୂମି ମା କୋଳରେ ଆମେ ଜନ୍ମଗ୍ରହଣ କରିଛନ୍ତି ଯେଉଁଠାରେ ଆମେ ଲାଳନ ପାଳନ ହୋଇକି ବଡ଼ ହେଇଛନ୍ତି ତାର ଆମେ କ'ଣ କରିବା ନାଁ ରଖିବା। ତାର କ'ଣ କରିବା ଯେତେ ବିପଦ ଆସିଲେ ମଧ୍ୟ ଯେତେ ଝଡ଼ ଝଞ୍ଜା ଆସିଲେ ମଧ୍ୟ ଆମେ କ'ଣ କରିବା ଦରକାର ପଡ଼ିଲେ ନିଜ ଜୀବନକୁ ବଳି ଦେଇ ମଧ୍ୟ ଆମେ କ'ଣ କରିବା ତାର
ନା ରଖିବା, ତାକୁ ଧୂଳିରେ ପଡ଼ିବାକୁ ଦେବା ନାହିଁ, ତାକୁ ଅନ୍ୟ ଦେଶର ଅନ୍ୟ ରାଜ୍ୟରେ ହୀନ ଚକ୍ଷୁରେ ଯେମିତି କେହି ନ ଦେଖୁତୁ ସେମିତି ଆମେ କ'ଣ କରିବା, ଦୃଢ଼ ସଂକଳ୍ପ ନେବା। ପିଲାମାନେ, ଏଇ ଦେଶର ସେବାରେ ଆମ ଜୀବନ ହେଉ ଶେଷ ବୋଲି କବି କହିଛନ୍ତି। ନା ଓଡ଼ିଆ ଆମେ ଓଡ଼ିଶା ଆମ ଦେଶ। ଆମ ଓଡ଼ିଶା ମାତୃଭୂମିର କୀର୍ତ୍ତି ଖ୍ୟାତି, ପୂର୍ବେ କଳା ସଂସ୍କାର ସଂସ୍କୃତି ପ୍ରାକୃତିକ ସୌନ୍ଦର୍ଯ୍ୟ ପିଲାମାନେ, ନା ଏବେ ଖଣିଜ କମ୍ପାନୀ ମାନେ ଗଢ଼ି ଉଠି ଯୋଉ ଖଣିଜ ସମ୍ପଦକୁ କ'ଣ କରୁଛନ୍ତି, କମ୍ପାନୀ ସବୁ ଗଢ଼ି ଉଠିକି ଆମର ପ୍ରାକୃତିକ ସୌନ୍ଦର୍ଯ୍ୟ ନଷ୍ଟ ହେଇଯାଉଛି ପିଲାମାନେ। ସବୁ ତାର କ'ଣ ଫେରେଇ ଆଣିବା ପାଇଁ ଆମର ଓଡ଼ିଶା କେମିତି ସୁନ୍ଦର ଥିଲା ସେଇ ସୁନ୍ଦରତା ଆମେ ଫେରେଇ ଆଣିବା ପାଇଁ କବି କହୁଛନ୍ତି ପିଲାମାନେ। ଧନ୍ୟବାଦ, ରହିଲି ପିଲାମାନେ, ନେକ୍ସଟ ଭିଡ଼ିଓରେ ପୁଣି ଦେଖିବା।